ଆଜିର କାହାଣୀ ଯେତେବେଳେ ପୂରା ଦେଖିବେ ଜାଣିପାରିବେ କି ଏହା ଅନ୍ୟ କାହାଣୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେତେବେଳେ ଜଣେ ଲୋକ ନିଖୋଜ ହୋଇଯାଏ, ପରିବାର ଲୋକ ଶାନ୍ତିରେ ରହିପାରନ୍ତିନି। ସେମାନେ ସବୁବେଳେ ଚିନ୍ତାରେ ରହିଥାନ୍ତି କି ତାଙ୍କ ଲୋକ କେଉଁଠି ଥିବେ, କେମିତି ଅବସ୍ଥାରେ ଥିବେ। ଏ କାହାଣୀ ଶୁଣିବା ପରେ ଆପଣ ପୋଲିସକୁ ପ୍ରଶଂସା ନିଶ୍ଚୟ କରିବେ। ଏ କାହାଣୀ ଏକ ସତ କାହାଣୀ, ଯାହାକି ଜଣେ ଦର୍ଶକ ଆମ ପାଖକୁ ପଠାଇଛନ୍ତି। ଏ ଘଟଣା ହେଉଛି ଏପ୍ରିଲ ମାସ 27 ତାରିଖ ଘଟଣା। ସ୍ଥାନ ହେଉଛି ଉତ୍ତରପ୍ରଦେଶର ସବୁଠୁ ବ୍ୟସ୍ତ କୁହାଯାଉଥିବା କାନପୁର ରେଳ ଷ୍ଟେସନ। ସମୟ ରାତି 8ଟା ପାଖାପାଖି। ଆରପିଏଫ୍ ସବ୍ ଇନ୍ସପେକ୍ଟର ଅସଲମ ଖାନ, ଆରତି କୁମାରୀ, ଏଏସ୍ଆଇ ହରିଶଙ୍କର ତ୍ରିପାଠୀ ଷ୍ଟେସନର ଅଲଗା ଅଲଗା ସ୍ଥାନରେ ଯାଞ୍ଚ କରୁଥିଲେ। ଏହା ଥିଲା ରେଗୁଲାର ଯାଞ୍ଚ। ଷ୍ଟେସନ ଯାତ୍ରୀଙ୍କ ସୁରକ୍ଷା ପାଇଁ ସେମାନେ ସବୁବେଳେ ନିଜ କର୍ତ୍ତବ୍ୟ କରିଥାନ୍ତି। ସବ୍ ଇନ୍ସପେକ୍ଟର ଅସଲମ ଖାନ 1 ନମ୍ବର ପ୍ଲାଟଫର୍ମରେ ରହି ସବୁ କଥାର ତଦାରଖ କରୁଥିଲେ। ହଠାତ୍ ତାଙ୍କ ନଜର ଅଳ୍ପ ଦୂରରେ ଥିବା ଅଳିଆ ଡବା ଉପରେ ପଡ଼ିଲା। ଆଉ ସେଠାରେ ଜଣେ ଭିକାରୀ ସେ ଅଳିଆ ଡବା ଭିତରୁ ହାତ ଭର୍ତ୍ତି କରି ପାଣି ବୋତଲ ଆଣି ସେଥିରେ ଯେତିକି ବି ପାଣି ଥିଲା ପିଇ ଦେଉଥିଲେ। ପାଣି ଥାଉ କି କୋଲ୍ଡ ଡ୍ରିଙ୍କ, ବିନ୍ଦୁଏ ଥାଉ, ସେଥିରୁ କାଢ଼ି ସେ ପିଇ ଦେଉଥିଲା। ଯେମିତି ଭିକାରୀଙ୍କ ଉପରେ ଅସଲମଙ୍କର ନଜର ପଡ଼ିଛି, ସେ ଟିକେ ନିରୀକ୍ଷଣ କରିବାକୁ ଲାଗିଲେ। ଆଉ ଅଳ୍ପ ସମୟ ପରେ ଅସଲମ ପାଖ କ୍ୟାଣ୍ଟିନକୁ ଯାଇ ଏକ ପାଣି ବୋତଲ ନେଇ ସେ ଭିକାରୀକୁ ଦେଲେ। ଭିକାରୀ ଜଣକ ବି ବଡ଼ ଅଜବ ଲାଗୁଥିଲେ। ଦାଢ଼ି ପୁରା ବଡ଼ ବଡ଼ ହୋଇଯାଇଥିଲା, ଚୁଟି ବି ପୁରା ବଡ଼ ବଡ଼ ହୋଇଯାଇଥିଲା। ପୋଷାକ ତ ପୁରା ଅଜବ ଲାଗୁଥିଲା। ଅସଲମ ଭାବିଲେ କି ବିଚରା ଭୋକିଲା ଆଉ ଶୋଷ ଲାଗୁଥିବ ଭାବି ପାଣି ପିଇଦେଲେ। ଆଉ ତୁରନ୍ତ ଠିପି ଖୋଲି ପାଣି ପିଇବା ପରେ ସେ ଭିକାରୀ ଜଣକ ପୁରା ଭଲ ତରିକାରେ ପୋଲିସ ସବ୍ ଇନ୍ସପେକ୍ଟରଙ୍କୁ ଇଂରାଜୀରେ ଧନ୍ୟବାଦ ଜଣାଇଲେ। ଯେମିତି ସେ ପୁରା ଷ୍ଟାଇଲରେ କହିଲେ କି ଥ୍ୟାଙ୍କ ୟୁ ଭେରି ମଚ୍ ସାର୍। ଅସଲମ ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ। ସେ ମୁଣ୍ଡ ଉଠେଇକି ସେ ଭିକାରୀ ମୁହଁକୁ ଅନେଇଲେ। ଭାବିଲେ କି ଭିକାରୀ ହୋଇକି ବି ଏତେ ସୁନ୍ଦର ଭାବରେ ଇଂରାଜୀ କେମିତି କହିପାରିଲେ। ପୁଣି ସେ ଭିକାରୀ ଜଣକ ଯେମିତି ଆଉ 2-4 ପଦ ଇଂରାଜୀରେ କହିଲେ, ଅସଲମଙ୍କର ଯେମିତି ଆଶ୍ଚର୍ଯ୍ୟର ସୀମା ରହିଲାନି। କିଏ ଇଏ? ଭାବିଲେ କି କାଳେ ଏ ସିବିଆଇ ଅଫିସର ନୁହନ୍ତି ତ? ଆଉ କୌଣସି କେସର ଇନଭେଷ୍ଟିଗେସନ ପାଇଁ ନିଜ ଚେହେରା ବଦଳାଇ ଦେଇନାହାନ୍ତି ତ? ସେଠୁ ଅସଲମ ସେ ଭିକାରୀଙ୍କୁ ପଚାରିଲେ କି ତମେ କିଏ, ଆଉ ଏଠି କଣ କରୁଛ? ସେଠୁ ଭିକାରୀ ଜଣକ ଚଟାପଟ ଉତ୍ତର ଦେଲେ କି ସାର୍, ମୋ ନାଁ ମହାବୀର ସିଂ, ବୟସ 28 ବର୍ଷ। ଔରାଇୟା ଜିଲ୍ଲାର ବିଧୁନା ଥାନା ଅନ୍ତର୍ଗତ ଗୋଟିଏ ଗାଁ ଅଛି ସମାୟନ, ସେଠାରେ ମୋର ଘର। ସେଠୁ ଅସଲମ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ କି ଆରେ, ଏ ତ ଭିକାରୀ ନୁହଁ, ପୁଣି ଏମିତି ଚେହେରା କାହିଁକି ରଖିଛି? ସେଠୁ ତାଙ୍କୁ ପଚାରିଲେ କି ଠିକ ଅଛି, ତାହେଲେ ତମେ ଏମିତି ଚେହେରା କାହିଁକି ରଖିଛ? ସେଠୁ ସିଏ କହିଲେ କି ସାର୍, ଏ ମୋର ଚେହେରା ଏମିତି ନୁହେଁ, ଏହା ପଛରେ ଏକ ଭୟଙ୍କର କାହାଣୀ ଅଛି। ଶୁଣିବେ ତ ଆପଣଙ୍କୁ ବଡ଼ ଅଜବ ଲାଗିବ। ଭାବିବେ କି ଏମିତି କେମିତି ହୋଇପାରେ। ମୁଁ ଜଣେ ଉଚ୍ଚ ଶିକ୍ଷିତ ଯୁବକ, ଭଲ ପାଠ ବି ପଢ଼ିଛି, ଆଉ ଗୋଟିଏ ଭଲ ପରିବାରରୁ ବି ମୁଁ ଆସିଛି। ସେଠୁ ଅସଲମ ମହାବୀରଙ୍କୁ ନିଜ ଅଫିସକୁ ନେଇକି ଗଲେ। ଆଉ ସେଠାରେ ତାଙ୍କୁ ଖାଇବା ଦେବା ସହିତ କହିଲେ କି ତମେ ଗାଧୋଇ ପାଧୋଇ ଫ୍ରେଶ ହୋଇଯା। ମହାବୀର ଫ୍ରେଶ ହୋଇ ଖାଇବା ପରେ ନିଜ କାହାଣୀ କହିବା ଆରମ୍ଭ କଲେ। ମୋର ବାପା ନାହାନ୍ତି, ଆଉ ଏ ଘଟଣା ହେଉଛି 2022 ଜୁନ 26 ତାରିଖର ଘଟଣା। ଘରେ ଟଙ୍କା ନଥିଲା, ଆଉ ଟଙ୍କା ଆଣିବା ପାଇଁ 8 କିଲୋମିଟର ଦୂର ବିଧୁନାକୁ ଯାଇଥିଲେ। ସେଠାରେ ଗୋଟିଏ ଏଟିଏମ୍ ଥିଲା, ଆଉ ସେ ଏଟିଏମ୍ରୁ ବି ଟଙ୍କା ବାହାରିଲାନି। ତ ସେଠୁ ମୁଁ ବ୍ୟାଙ୍କରେ ଚାକିରି କରିଥିବା ସାଙ୍ଗକୁ ଫୋନ କରି କହିଲି କି ମୋର ଟଙ୍କା ନିହାତି ଦରକାର, ଆଉ ଏଟିଏମ୍ରେ ଟଙ୍କା ନାହିଁ। ସେଠୁ ମୋ ସାଙ୍ଗ ଜଣକ ନିଜ ବ୍ୟାଙ୍କରୁ ଟଙ୍କା ଉଠେଇ ଆଣି ମୋତେ ଦେଲା। ଟଙ୍କା ମିଳିବା ପରେ ମୁଁ ତୁରନ୍ତ ନିଜ ଘରକୁ ଆସିବା ପାଇଁ ବାହାରିଲି। ଅପେକ୍ଷା କରିଥିଲି କି ଯଦି ବାଇକ୍, ଅଟୋ କି ବସ୍ କିଛି ମିଳିଯିବ ତାହେଲେ ସେଥିରେ ବସି ପଳେଇ ଆସିବି। ହଠାତ୍ ଗୋଟିଏ କାର ଆସିବା ମୁଁ ଲକ୍ଷ୍ୟ କଲି, ଆଉ ଲିଫ୍ଟ ମାଗି ସେଥିରେ ପଳେଇବି ବୋଲି ଭାବି ମୁଁ ସେ କାର ଚାଳକଙ୍କୁ ହାତ ଦେଖେଇଲି।
ଆଉ ସେ କାର ବି ଆସି ମୋ ପାଖରେ ଅଟକି ଗଲା। ଅଟକିବା ପରେ ସେମାନେ ତାଙ୍କ ଭିତରେ କିଛି କଥା ହେଉଥିବାର ମୋ କାନରେ ପଡ଼ିଲା। କିନ୍ତୁ ସେ ଭାଷା ମୁଁ ବୁଝିପାରୁନଥିଲି, କାରଣ ସେ ଭାଷା ନା ହିନ୍ଦୀ ଥିଲା, ନା ଭୋଜପୁରୀ ଥିଲା, ନା ଇଂରାଜୀ ଥିଲା, ନା ଆମ ଭାଷା ଥିଲା। ସେଠୁ ମୁଁ ଠାରରେ ତାଙ୍କୁ କହିଲି କି ଆଗକୁ ଯିବାର ଅଛି। ସେମାନେ ବି କହିଲେ କି ଆଗରେ ବସିଯାଆନ୍ତୁ। ମୁଁ ଆଗରେ ବସିବା ପରେ କାର ଆଗକୁ ବଢ଼ିଲା। ଆଉ କାରରେ ବସିଥିବା ଲୋକମାନେ କିଛି ଖାଉଥିଲେ। ସେମାନେ ମୋତେ ବି ଖାଇବା ପାଇଁ ଯାଚିଲେ। ସେତେବେଳେ ମୋର ବୟସ 26 ବର୍ଷ ଥିଲା। ଆଉ ଯେମିତି ମୁଁ ତାଙ୍କ ହାତରୁ ନେଇ ଖାଇଛି, କିଛି ସମୟ ପରେ ମୋର ଆଉ ହୋସ୍ ରହିଲାନି। ଦୀର୍ଘ ସମୟ ପରେ ଯେମିତି ହୋସ୍ ଆସିଲା, ସେତେବେଳେ ମୁଁ ଅନ୍ୟ କେଉଁଠି ଥିଲି, କେଉଁ ଜାଗା ନିଜେ ବି ଜାଣିପାରିଲିନି। ଆଉ ଟଏଲେଟରେ ମୋତେ ବନ୍ଦ କରିଦେଇଥିଲେ। ସେଠୁ ମୁଁ ଜୋର ଜୋର ଚିଲେଇବାକୁ ଲାଗିଲି। କହିଲି କି ମୋତେ ଏଠାରୁ କାଢ଼। ତମେମାନେ କିଏ ସବୁ? ମୋତେ କାହିଁକି ଏଠାକୁ ଆଣିଛ? କ'ଣ ତମର ଉଦ୍ଦେଶ୍ୟ? ବହୁତ ଦୁର୍ଗନ୍ଧ ହେଉଛି। ମୋ ଚିଲେଇବା ଶୁଣି ଜଣେ ଲୋକ ଆସିଲା। ଆଉ କିଛି କହିଲା, ହେଲେ ସେ ଭାଷା ମୁଁ ବୁଝିପାରୁନଥିଲି। ଆଉ ସେ ଲୋକ ମୋତେ ବିନା କାରଣରେ ପିଟିବା ଆରମ୍ଭ କରିଦେଲା। ମୁଁ ବାରମ୍ବାର କହୁଥିଲି କି ମୋତେ କାହିଁକି ମାରୁଛ? କିଏ ତମେ? ମୋତେ କାହିଁକି ବନ୍ଦ କରିକି ରଖିଛ? କିନ୍ତୁ ସେ ଲୋକ ମୋତେ ସେମିତି ମାରି ଚାଲିଥିଲା। ଆଉ କିଛି ସମୟ ଭିତରେ ମୋତେ ଏକ ଇଞ୍ଜେକ୍ସନ ଦେଲେ। ଯେମିତି ମୋତେ ସେ ଇଞ୍ଜେକ୍ସନ ଦେଇଛନ୍ତି, ପୁଣି ମୁଁ ହୋସ୍ ହରେଇଲି। ମୋ ପାଖରୁ ଟଙ୍କା, ATM କାର୍ଡ ଆଉ ସବୁ ଜିନିଷ ନେଇଯାଇଥିଲେ। ମୁଁ ଜାଣିପାରୁନଥିଲି କି ସେମାନେ ମୋତେ ଆଣି କେଉଁ ଜାଗାରେ ରଖିଛନ୍ତି। ଇଞ୍ଜେକ୍ସନର ପ୍ରଭାବ କମିବା ପରେ ମୋର ହୋସ୍ ଆସିଲା। ଆଉ ସେତେବେଳକୁ ମୋତେ ଜୋରରେ ଭୋକ କରୁଥିଲା। ମୁଁ ସେମାନଙ୍କୁ ଅନୁନୟ ବିନୟ କରି ଖାଇବା ମାଗିଲି। କିଛି ସମୟ ପରେ ସେମାନେ ମୋତେ ଏକ ରୁମକୁ ନେଲେ। ସେ ରୁମରେ ବି ଆଉ କିଏ ନଥିଲେ। ସେମାନେ ମୋତେ ଆଣି ଖାଇବାକୁ ଦେଲେ। ଆଉ କେତେବେଳେ ଖାଇବା ଦେବା ସହିତ ସେମାନେ ପିଟୁଥିଲେ। କିନ୍ତୁ ସେମାନେ କାହିଁକି ପିଟୁଥିଲେ ମୋର ବୁଝା ପଡୁନଥିଲା। ଧୀରେ ଧୀରେ ସମୟ ବିତୁଥିଲା। ଆଉ ସେମାନେ ମୋତେ ସବୁବେଳେ ବାନ୍ଧିକି ରଖୁଥିଲେ। ଦିନେ ମୋତେ ବାନ୍ଧିକି ଗୋଟେ ତିଆରି ଚାଲିଥିବା ଘର ନିକଟକୁ ନେଇକି ଗଲେ। ସେଠାରେ ବହୁତ ସାରା ଲୋକ କାମ କରୁଥିଲେ। ଆଉ ମୋତେ ବି ସେଠାରେ କାମ କରିବା ପାଇଁ ସେମାନେ କହିଲେ। ମୁଁ କିଛି ବୁଝିପାରୁନଥିଲି, ତେଣୁ ଛିଡ଼ା ହୋଇ ରହିଲି। ମୁଁ ସେଠାକୁ ନ ଯିବାର ଦେଖି ସେମାନେ ମୋତେ ଖୁବ୍ ମାରିଲେ। ଆଉ ମାଡ଼ ଭୟରେ ମୁଁ କାମ କରିବା ଆରମ୍ଭ କରିଦେଲି। ସେହି ସ୍ଥାନରେ ସେମାନଙ୍କର ବହୁତ ସାରା ଲୋକ ଜଗି ରହିଥିଲେ। ମୋତେ ଏବେ ସବୁଦିନ ସେଠାରେ କାମ କରିବାକୁ ପଡ଼ିଲା। ଏପରିକି ମୁଁ ଯେମିତି ସେଠାରୁ ପଳେଇ ନ ଯାଏ, ତେଣୁ ମୋତେ ଜବରଦସ୍ତି ଇଞ୍ଜେକ୍ସନ ବି ଦିଆଯାଉଥିଲା। ନହେଲେ ଖାଇବାରେ ନିଶା ଦେଇ ଦେଉଥିଲେ। ଫଳରେ ମୁଁ ଯେମିତି ସେଠାରୁ ପଳେଇ ନ ଯାଏ। ଏମିତି ବନ୍ଦୀ ଅବସ୍ଥାରେ 2023 ପଳେଇଲା। ଆଉ 2024 ଆସିଗଲା। ମୁଁ ଏକ ଏମିତି ଅଜବ ଦୁନିଆକୁ ଆସିଯାଇଥିଲି, ଯେଉଁଠି ମୋର କିଏ ବି ସାଙ୍ଗସାଥୀ, ବନ୍ଧୁବାନ୍ଧବ କି ମୋ ଭାଷା ବୁଝିବା ପରି ଲୋକ ନଥିଲେ। ମୁଁ ବି ସେମାନଙ୍କ ଭାଷାକୁ ବୁଝିପାରୁନଥିଲି। ଏପ୍ରିଲ ତୃତୀୟ ସପ୍ତାହର କଥା ଥିଲା, ଯେତେବେଳେ ନିଶା ଇଞ୍ଜେକ୍ସନର ପ୍ରଭାବ ବି ଧୀରେ ଧୀରେ କମ୍ ହୋଇଯାଉଥିଲା। ସେଦିନ ସେମାନେ ଇଞ୍ଜେକ୍ସନ ଦେଇ ସମସ୍ତେ ପଳେଇଥିଲେ। ଆଉ କିଛି ସମୟ ପରେ ମୋର ବି ହୋସ୍ ଆସିଗଲା। ଦେଖିଲି ସେଠାରେ ଆଉ କିଏ ବି ନଥିଲେ। ତେଣୁ ସବୁ କିଛି ନଜର କରିବା ପରେ ଯେମିତି ଜାଣିଲି କି ସେଠାରେ କିଏ ବି ନାହାନ୍ତି, ମୁଁ ସେ ଘରୁ ବାହାରି ଦୌଡ଼ିବାକୁ ଲାଗିଲି। ଏହା ଭିତରେ ମୋ ଚେହେରା ପୁରା ବଦଳି ଯାଇଥିଲା। ଆଗରୁ ଯେମିତି ଦେଖାଯାଉଥିଲି, ଏବେ ପୁରା ଅଲଗା ହୋଇଯାଇଥିଲା ମୋ ଚେହେରା। ଚୁଟି ବଢ଼ି ଯାଇଥିଲା, ଦାଢ଼ି ବଢ଼ି ଯାଇଥିଲା। ଖାଇବା ପିଇବା ଠିକରେ ହେଉନଥିବାରୁ ଶରୀର ବି ଦୁର୍ବଳ ହୋଇଯାଇଥିଲା। ଏମିତି ଅବସ୍ଥାରେ ଯେତେବେଳେ ମୁଁ ଦୌଡୁଥିଲି, ଆଗରେ ମୋତେ ଟ୍ରେନ୍ ଲାଇନ୍ ଦେଖାଗଲା। ଆଉ ସେ ଟ୍ରେନ୍ ଲାଇନରେ ମୁଁ ଦୌଡ଼ିବା ଚାଲୁ ରଖୁଥିଲି। ଅନ୍ଧାର ରାତିରେ ମୁଁ କିଛି ବି ଜାଣିପାରୁନଥିଲି କି ମୁଁ କୁଆଡ଼େ ଦୌଡୁଛି। ବାସ୍ ମୋତେ ସେଠାରୁ ଯେମିତି ହେଲେ ବି ବାହାରିବାର ଥିଲା। ତେଣୁ ମୁଁ ଖାଲି ଆଖି ବୁଜା ଦୌଡୁଥିଲି। କିଛି ବାଟ ଯିବା ପରେ ଗୋଟିଏ ଛୋଟିଆ ଷ୍ଟେସନରେ ପହଞ୍ଚିଗଲି। ଆଉ ସେତେବେଳକୁ ସକାଳ ହୋଇଯାଇଥିଲା। ସେଠାରେ ଲେଖା ହୋଇଥିବା ଇଂରାଜୀ ଭାଷାରୁ ପଢ଼ି ଜାଣିଲି କି ସେଟା ଭାରତର ଦକ୍ଷିଣାଞ୍ଚଳର କୌଣସି ଏକ ଜାଗା। ହେଲେ ମୋତେ ତ ଉତ୍ତର ପାର୍ଶ୍ୱକୁ ଯିବାର ଥିଲା।
ମୁଁ ପଚାରି ପଚାରି ଏକ ଟ୍ରେନରେ ବସିଗଲି। ହେଲେ ମୋ ପାଖରେ ଟଙ୍କାଟିଏ ବି ନଥିଲା। ତେଣୁ କ'ଣ ଆଉ କରିଥାନ୍ତି? କେତେବେଳେ ଟ୍ରେନ୍ ଟଏଲେଟ୍ ତ ଆଉ କେତେବେଳେ ସିଟ୍ ତଳେ ଲୁଚି ଲୁଚି ସେଠାରୁ ଆସୁଥିଲି। ମୋତେ ବାସ୍ ଯେମିତି ହେଲେ ବି ସେ ଭୟାନକ ଜାଗାରୁ ବାହାରିବାର ଥିଲା। ସେଠୁ ଟ୍ରେନ୍ କୋଲକାତା ବିହାର ସହିତ କୁଆଡ଼େ କୁଆଡ଼େ ଯାଉଥିଲା। ମୁଁ ବି କେତେବେଳେ ଏଇ ଟ୍ରେନ୍ ତ ଆଉ କେତେବେଳେ ଅନ୍ୟ କେଉଁ ଟ୍ରେନ୍ରେ ଚଢ଼ି ଫେରିବା ପାଇଁ ଚେଷ୍ଟା କରୁଥିଲି। ଲଗାତାର ଟ୍ରେନ୍ ବଦଳଉଥିଲି। 2024 ଏପ୍ରିଲ 27 ତାରିଖ ରାତି 8ଟା ପାଖାପାଖି ଏକ ଟ୍ରେନ୍ ଆସି ରହିଲା କାନପୁର ଷ୍ଟେସନ ପ୍ଲାଟଫର୍ମ ନମ୍ବର 1ରେ। ଆଉ ଦୀର୍ଘ 3 ଦିନର ଲୁଚକାଳି ଭିତରେ ମୁଁ ନା ଖାଇଥିଲି ନା ପାଣି ବି ପିଇଥିଲି। ତେଣୁ ଟ୍ରେନ୍ ଯେମିତି ଅଟକିଲା ପାଖରେ ଥିବା ପାଣି ପାଇପକୁ ଦୌଡ଼ିଲି ପାଣି ଟିକିଏ ପିଇବା ପାଇଁ। ହେଲେ ସେଠାରେ ଲାଇନ୍ ଲଗେଇଥିବା ଭଦ୍ରଲୋକମାନେ ମୋତେ ପାଗଳ ବୋଲି ଭାବି ସେଇଠାରୁ ତଡ଼ିଦେଲେ। ପୁଣି ଏକ ଦୋକାନକୁ ଯାଇ ପାଣି ମାଗିଲି, ହେଲେ ସେ ବି ଦେଲାନି। ମୋତେ ଏତେ ଜୋରରେ ଶୋଷ ଲାଗୁଥିଲା ଯେ ଲାଗୁଥିଲା କି ଆଉ ଅଳ୍ପ ସମୟ ପରେ ମୋର ମୃତ୍ୟୁ ହୋଇଯିବ। ସେତେବେଳେ ଏକ ଅଳିଆ ଡବା ଉପରେ ମୋ ନଜର ପଡ଼ିଲା। ଆଉ ତୁରନ୍ତ ଯାଇ ସେଥିରେ ପଡ଼ିଥିବା ପାଣି ଆଉ କୋଲ୍ଡ ଡ୍ରିଙ୍କ ବୋତଲକୁ ଠିପି ଖୋଲି ପିଉଥିଲି। ଆଉ ସେତେବେଳେ ମୋତେ ଆପଣ ଦେଖିଲେ। ଯେତେବେଳେ ମହାବୀରଙ୍କଠାରୁ ସବୁ କାହାଣୀ ଶୁଣି ସାରିଲେ ସବ୍ ଇନ୍ସପେକ୍ଟର ଅସଲମ ଖାନ୍ ଯେମିତି ସ୍ତବ୍ଧ ହୋଇଗଲେ। ପଚାରିଲେ, ତମ ଘରର ନମ୍ବର ଅଛି ଯଦି ତୁରନ୍ତ କୁହ। ହେଲେ ଭାବିବା ପରେ ମହାବୀରଙ୍କର କୌଣସି ନମ୍ବର ମନେ ପଡ଼ିଲାନି। କାରଣ ତାଙ୍କୁ ବନ୍ଦୀ ବନେଇବା ସମୟରେ ଏତେ ନିର୍ଯାତନା ଦିଆଯାଇଥିଲା କି ସେ ସବୁ କିଛି ଭୁଲି ଯାଇଥିଲେ। ହେଲେ ଟିକିଏ ସମୟ ଭାବିବା ପରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ରବୀନ୍ଦ୍ରର ନମ୍ବର ମନେ ପଡ଼ିଲା। ଆଉ ଯେତେବେଳେ ରବୀନ୍ଦ୍ରକୁ ପୋଲିସ ଫୋନ୍ କରି ମହାବୀର କଥା କହିଲେ, ରବୀନ୍ଦ୍ର ବିଶ୍ୱାସ କରିପାରିଲେନି। ସେ କହିଲେ କି, ସାର୍, ଆମେ ତ ଭାବିଥିଲୁ କି ସେ ଆଉ ଦୁନିଆରେ ନାହାନ୍ତି ବୋଲି। ଆମେ ତାଙ୍କୁ ଅପେକ୍ଷା କରି କରି ଥକି ଯାଇଛୁ। ଆଉ ଏବେ ବି ମୋର ବିଶ୍ୱାସ ହେଉନି ଆପଣ ସତ କହୁଛନ୍ତି କି ମିଛ। ତାପରେ ଅସଲମ ଭିଡିଓ କଲ୍ କରି ରବୀନ୍ଦ୍ରକୁ ଦେଖେଇଲେ। ଭିଡିଓ କଲ୍ ପରେ ବି ରବୀନ୍ଦ୍ର ମହାବୀରଙ୍କୁ ଚିହ୍ନି ପାରୁନଥିଲେ। ଯେତେବେଳେ ଦୁହେଁ କଥାବାର୍ତ୍ତା ଆରମ୍ଭ କରିଦେଲେ ସେତେବେଳେ ଯାଇ ମହାବୀରଙ୍କ ସ୍ୱରରୁ ରବୀନ୍ଦ୍ର ତାଙ୍କୁ ଚିହ୍ନି ପାରିଲେ। କାରଣ ଏଇ 2 ବର୍ଷ ଭିତରେ ମହାବୀରଙ୍କର ସବୁ କିଛି ବଦଳି ଯାଇଥିଲା। ଏକ ଭଲ ପରିବାରରୁ ଆସିଥିବା 5 ଫୁଟ 10 ଇଞ୍ଚର ଉଚ୍ଚ ଶିକ୍ଷିତ ମଣିଷର ଅବସ୍ଥା ଯେତେବେଳେ ଏମିତି ବଦଳିଯାଏ ତାକୁ ଚିହ୍ନିବା ନିହାତି କଷ୍ଟକର ହୋଇଯାଏ। ସେଠୁ ରବୀନ୍ଦ୍ର କହିଲେ କି, ସାର୍, ଆପଣ ମୋ ଭାଇକୁ ରଖିଥାନ୍ତୁ। ମୁଁ ଗୁରଗାଁରେ ଏକ କମ୍ପାନୀରେ ଚାକିରି କରୁଛି। ଆଉ ସେଠାରୁ କାନପୁର ଯିବା ପାଇଁ ଯେତିକି ସମୟ ଲାଗିବ ଆପଣ ତାକୁ ସେତିକି ସମୟ ଯାଏଁ ସେଠାରେ ରଖିଥାନ୍ତୁ। ମୁଁ ପହଞ୍ଚୁଛି। ସେଠୁ ବିଳମ୍ବ ନ କରି ସେ ତୁରନ୍ତ କାନପୁର ପହଞ୍ଚିଗଲେ। ଆଉ ପୋଲିସ ଥାନା ଯାଇ ନିଜ ଭାଇଙ୍କୁ ଆଣିଲେ। ଯେତେବେଳେ ମହାବୀର ଗାୟବ ହୋଇଯାଇଥିଲେ ଘର ଲୋକ ନିକଟସ୍ଥ ପୋଲିସ ଥାନାରେ ଏକ କେସ୍ ବି କରିଥିଲେ। ତାପରେ ପୋଲିସର କାଗଜପତ୍ର କାମ ସରିବା ପରେ ରବୀନ୍ଦ୍ର ମହାବୀରଙ୍କୁ ନେଇ ଗାଁକୁ ଗଲେ। ଆଉ ଗାଁରେ ପହଞ୍ଚିବା ପରେ ମହାବୀରଙ୍କର ବିଧବା ମା ତାଙ୍କୁ ଦେଖି ଜାବୁଡ଼ି ଧରି ଖୁବ୍ କାନ୍ଦିଲେ। ଆଉ ଯେଉଁ ପୋଲିସ ବାବୁମାନେ ମହାବୀରଙ୍କୁ ଉଦ୍ଧାର କରିଥିଲେ ତାଙ୍କୁ ଢେର ସାରା ଧନ୍ୟବାଦ ଦେଲେ। କଥାରେ ଅଛି, ଯଦି କିଏ ମରିଯାଏ ତାହେଲେ ଏତେ ଚିନ୍ତା ନଥାଏ। ହେଲେ ଯଦି ଜଣେ ନିଜର ଲୋକ ନିଖୋଜ ହୋଇଯାଏ ତାହେଲେ ସାରା ଜୀବନ ତାକୁ ଝୁରି ଝୁରି ପରିବାର ଲୋକଙ୍କର ସୁଖ ଶାନ୍ତି ପଳେଇଯାଏ। ମହାବୀର ଫେରିଆସିବା ପରେ ପୁରା ଗାଁରେ ଖୁସିର ମାହୋଲ ଫେରିଆସିଥିଲା। ଆଉ ଯେତେବେଳେ ଏହି ଘଟଣା ଖବର କାଗଜରେ ପ୍ରକାଶ ପାଇଥିଲା ଲୋକମାନେ ତ ବିଶ୍ୱାସ ବି କରିପାରୁନଥିଲେ। ଏବେ ବି ପୋଲିସ ତଦନ୍ତ ଜାରି ରଖିଛି ଏମିତି ଅପହରଣ ପଛରେ କିଏ କିଏ ସାମିଲ ଅଛନ୍ତି, ଆଉ ସେମାନେ କେଉଁଠି ନେଇ ମହାବୀରଙ୍କୁ ରଖିଥିଲେ, ଆଉ ମହାବୀରଙ୍କ ପରି କେତେ ଲୋକଙ୍କୁ ସେମାନେ ଏମିତି ଅପହରଣ କରିଥିଲେ। ତ ଏମିତି କାହାଣୀ କହିବା ପଛରେ ଆମର ଉଦ୍ଦେଶ୍ୟ ଆପଣମାନଙ୍କୁ ଜାଗୃତ କରିବା। ଆପଣମାନେ କେବେ ବି କେଉଁଠି ବି ଅଜଣା ଲୋକଙ୍କୁ ଲିଫ୍ଟ ମାଗନ୍ତୁନି। ଆଉ ଯଦି ବି ଅତି ଦରକାର ସମୟରେ ଅଜଣା ଲୋକଙ୍କ ସହିତ ଯାତ୍ରା କରୁଛନ୍ତି ତାହେଲେ ସେମାନଙ୍କ ଠାରୁ ଖାଦ୍ୟ ଗ୍ରହଣ କରନ୍ତୁନି। ସେମାନେ ଯେତେ ବି ବାଧ୍ୟ କଲେ ବାହାନା ଦେଖି ଟାଳି ଦିଅନ୍ତୁ। ଭିଡିଓ ଭଲ ଆଉ ଶିକ୍ଷଣୀୟ ଲାଗୁଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ। ଆମ ଫେସବୁକ୍ ପେଜକୁ ବି ଫଲୋ କରନ୍ତୁ। ଲିଙ୍କ ଡେସ୍କ୍ରିପ୍ସନରେ ରହିଛି। ଧନ୍ୟବାଦ। ଏହା ଏକ ସତ କାହାଣୀ ଥିଲା।
ଯାହାକୁ କି ଜଣେ ଉତ୍ତର ପ୍ରଦେଶର ଦର୍ଶକ ଆମ ପାଖକୁ ପଠାଇଥିଲେ। ଯେତେବେଳେ ଆମେ ଯାଞ୍ଚ କଲୁ ଘଟଣା ସତ ବୋଲି ଜଣାପଡ଼ିଲା। ଆଉ ଏସବୁ ବି ଖବର କାଗଜରେ ବାହାରିଥିଲା, ଯାହାର ଲିଙ୍କ ଡେସ୍କ୍ରିପ୍ସନରେ